Hello dear students, welcome to KASM tutorial। আজি আমি অষ্টম শ্রেণী জিজ্ঞাসা বহির পঞ্চম অধ্যায় বলর ଅନ୍বেষণ বিষয়ে আলোচনা করিবা। পিলামানে পূর্বরু মু পার্ট 1 and 2 ର ଭିଡ଼ିଓ ଆପଲୋଡ଼ କରିଛି। ସେ ଭିଡ଼ିଓର ଲିଙ୍କ ମୁଁ ଡେସ୍କ୍ରିପସନ୍ ବକ୍ସରେ ପ୍ରୋଭାଇଡ଼ କରିଦେଇଛି। ପିଲାମାନେ ଭିଡ଼ିଓଟି ଭଲ ଲାଗିବ ଲାଇକ୍ କରିବ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ, ଭିଡ଼ିଓଟି ତୁମ ସାଙ୍ଗମାନଙ୍କୁ ସେୟାର ମଧ୍ୟ କରିବ। କିଛି ଯଦି ଡାଉଟ୍ ରହିବ କମେଣ୍ଟ ବକ୍ସରେ ଜଣାଇବ। ଦେଖ ଯେ ତୁମେ ପୂର୍ବରୁ ଚୁମ୍ବକ ବିଷୟରେ ଯାହା ଶିଖିଥିଲ ମନେ ରଖିଛ କି? ଆମେ ଶିଖିଥିଲେ ଯେ ଏକ ଚୁମ୍ବକ ଚୁମ୍ବକୀୟ ସାମଗ୍ରୀ ତିଆରି ବସ୍ତୁଗୁଡ଼ିକୁ ଆକର୍ଷଣ କରେ। ତ ଗୋଟେ ଚୁମ୍ବକଟା କ'ଣ କରେ ନା ଚୁମ୍ବକୀୟ ସାମଗ୍ରୀ ଯେତେ ସବୁ ବସ୍ତୁ ଗୁଡ଼ାକ ଥାଏ ତାକୁ ଗୋଟେ କ'ଣ ଆକର୍ଷଣ କରେ, ମାନେ ଟାଣି ଆଣେ। ହେଲା କି ଯେତେବେଳେ ଦୁଇଟି ଚୁମ୍ବକ ପରସ୍ପର ନିକଟତର ହୁଏ ସମମେରୁ, ମାନେ ଉତ୍ତର ଉତ୍ତର କହିପାର, ଦକ୍ଷିଣ ଦକ୍ଷିଣ, ଏଗୁଡ଼ାକୁ ଆମେ ସମମେରୁ କହିବା। ବିଷମେରୁ ମାନେ କ'ଣ ନା ଆମର ଉତ୍ତର ଦକ୍ଷିଣ, ଦକ୍ଷିଣ ଉତ୍ତର, ଏଗୁଡ଼ାକ ସବୁ ହେଉଛି ଆମର ବିଷମେରୁ। ତେଣୁ ଏଠି ଆମର ସମମେରୁ, ସମମେରୁ ମାନେ ଉତ୍ତର ଉତ୍ତର ହେବେ କିମ୍ବା ଦକ୍ଷିଣ ଦକ୍ଷିଣ ହେବେ। ତ ପରସ୍ପରକୁ କ'ଣ କରନ୍ତି ସେମାନେ? ଦୁଇଟା ଯଦି ଆମେ ଚୁମ୍ବକକୁ ଆମେ ପରସ୍ପର ନିକଟତର ନେବା, ଦୁଇଟା ସମମେରୁ ପରସ୍ପରକୁ ବିକର୍ଷଣ କରିବେ ଏବଂ ବିଷମେରୁ ଦୁଇଟି ପରସ୍ପରକୁ ଆକର୍ଷଣ କରିବେ। ବିଷମେରୁ ମାନେ କ'ଣ ନା ଉତ୍ତର ସହିତ ଦକ୍ଷିଣ ଯଦି ରହିବ ହେଲେ ଆକର୍ଷଣ କରିବ, ଯଦି ଉତ୍ତର ଉତ୍ତର ରହିଲେ ସିଏ ବିକର୍ଷଣ କରିବ। ଠିକ୍ ସେହିପରି ଆମର ଦକ୍ଷିଣ ଉତ୍ତର ରହିଲେ କ'ଣ ହେବ? ଆମର ଆକର୍ଷଣ କରିବ ଏବଂ ଦକ୍ଷିଣ ଦକ୍ଷିଣ ରହିଲେ ସେ ବିକର୍ଷଣ କରିବ। ତ ସେଇଟା କହିଛି ଯଦି ସମମେରୁ ହେଲା କି ପରସ୍ପରକୁ ବିକର୍ଷଣ କରନ୍ତି ଏବଂ ବିଷମେରୁ ପରସ୍ପରକୁ ଆକର୍ଷଣ କରନ୍ତି। ତ ଦେଖ ଏହି ପୁସ୍ତକର ପୂର୍ବ ଅଧ୍ୟାୟରେ ଆମେ ଚୁମ୍ବକ ପରି ବ୍ୟବହାର କରୁଥିବା ବିଦ୍ୟୁତ ଚୁମ୍ବକ ବିଷୟରେ ମଧ୍ୟ ଶିଖିଛୁ। ବସ୍ତୁ ମଧ୍ୟରେ ଆକର୍ଷଣ ଏବଂ ବିକର୍ଷଣ ମଧ୍ୟ ଠେଲିବା ଏବଂ ଟାଣିବା ପରି ଏକ ପ୍ରକାର ବଳ। ତୁମେ ମନେ ରଖିଛ କି ସଂସ୍ପର୍ଶରେ ନ ଆସି ଏକ ଚୁମ୍ବକ ଅନ୍ୟ ଏକ ଚୁମ୍ବକ କିମ୍ବା ଏକ ଚୁମ୍ବକୀୟ ପଦାର୍ଥ ଉପରେ ବଳ ପ୍ରୟୋଗ କରିପାରିବ? ତ ଦେଖ ଆମେ ପୂର୍ବ ଅଧ୍ୟାୟରେ ଆଲୋଚନା କରିଛେ ଚୁମ୍ବକ ପରି, ଆମେ ବିଦ୍ୟୁତ ଚୁମ୍ବକ ବିଷୟରେ ଆଲୋଚନା କରିଛେ। ତ ଆମେ ଜାଣିଛେ କ'ଣ ନା ବସ୍ତୁ ମଧ୍ୟରେ ଆକର୍ଷଣ ଏବଂ ବିକର୍ଷଣ ମଧ୍ୟ ଠେଲିବା ଏବଂ ଟାଣିବା ପରି ଗୋଟେ ମାନେ କ'ଣ ପ୍ରକାର ବଳ। ହେଲା କି ଯେମିତି ଆମେ ଠେଲୁଛେ ଗୋଟେ ବସ୍ତୁକୁ କିମ୍ବା ଆମେ ଟାଣୁଛେ, ତମେ ବଳ ଲଗେଇକି ଟାଣୁଛେ କି ନାହିଁ, ଗୋଟେ ବଳ ଆମେ ପ୍ରୟୋଗ କରୁଛେ, ଫଳରେ ସେ ବସ୍ତୁଟାକୁ ଆମେ ଠେଲି ପାରୁଛେ କିମ୍ବା ଟାଣି ଆମେ ପାରୁଛେ। ଯଦି ଆମେ ଏଇଠି କ'ଣ କରୁଛେ ଯେ ସେହିପରି ବସ୍ତୁ ମଧ୍ୟରେ ଯେଉଁ ଆକର୍ଷଣ ଓ ବିକର୍ଷଣ ରହିଲା, ତ ସେଇଟା ହେଉଛି ଗୋଟେ ପ୍ରକାର ବଳ। ତ ଆକର୍ଷଣ କେତେବେଳେ ହେଉଛି ନା ଯେତେବେଳେ ଦୁଇଟା ମେରୁ ମାନେ ଭିନ୍ନ ମେରୁ ହେଲା କି ପରସ୍ପରକୁ କ'ଣ କରନ୍ତି? ଆକର୍ଷଣ କରୁଛନ୍ତି, ମାନେ ବିଷମେରୁ। ଆଉ ବିକର୍ଷଣ ମାନେ କ'ଣ? ଯଦି ଦିଟା ହେଲା କି ଚୁମ୍ବକ ହେଲା କି ତାର କ'ଣ ମେରୁ ସମମେରୁ ଥିବ, ମାନେ ମେରୁ ଗୁଡ଼ାକ ସମାନ ଥିବ, ମାନେ ଉତ୍ତର ଉତ୍ତର ଥିବ କିମ୍ବା ଦକ୍ଷିଣ ଦକ୍ଷିଣ ଥିବ, ତ ସେଗୁଡ଼ାକ ଆମେ କହିବା କ'ଣ ନା ସେଗୁଡ଼ାକ ଯଦି ଥିବେ ତ ସେମାନେ କ'ଣ ବିକର୍ଷଣ ହେବେ। ଏକା ମେରୁ ଥିଲେ ଆଉ ଅଲଗା ମେରୁ ଥିଲେ ସେଗୁଡ଼ାକ ଆକର୍ଷଣ କରିବେ। ତ ସିଏ ବି ଗୋଟେ ପ୍ରକାର ବଳ। ତ ଦେଖ କିଛି ସଂସ୍ପର୍ଶରେ ନ ଆସି ମଧ୍ୟ ଏକ ଚୁମ୍ବକ ଅନ୍ୟ ଚୁମ୍ବକ କିମ୍ବା ଚୁମ୍ବକୀୟ ପଦାର୍ଥ ଉପରେ ବଳ ପ୍ରୟୋଗ କରିପାରିବ କି? ତ ଦେଖ ସେଇଟା ଆମେ କାର୍ଯ୍ୟ 5.5ରେ ଯେଉଁ ଅଛି ସେଟା ଆମେ ଆସ ପରୀକ୍ଷା କରି ଦେଖିବା। ତ ଦେଖ କହିଛି ଦୁଇଟି ବଳୟ ଚୁମ୍ବକ ଏବଂ ଗୋଟେ କାଠ ଦଣ୍ଡ ନିଅ। ଦେଖ ଏଗୁଡ଼ାକ ସବୁ ହେଉଛି କ'ଣ ଆମର ବଳୟ ଚୁମ୍ବକ, ବଳୟ ଚୁମ୍ବକ। ତ ଦିଟା ଆମେ ବଳୟ ଚୁମ୍ବକ ନେଇଛେ, ଇଏ ଫାର୍ଷ୍ଟ ଗୋଟେ ବଳୟ ଚୁମ୍ବକ, ଇଏ ସେକେଣ୍ଡ ଗୋଟେ ବଳୟ ଚୁମ୍ବକ। ବଳୟ ଚୁମ୍ବକ ମାନେ କ'ଣ? ସେ ରିଙ୍ଗ ଟାଇପର ଥିବ ଗୋଟେ ମ୍ୟାଗ୍ନେଟଟା ହେଲା କି, ଏବଂ ଗୋଟେ କାଠ ଦଣ୍ଡ, ଇଏ ରହିଲା ଆମର କ'ଣ କାଠ ଦଣ୍ଡ। ତ ଦେଖ କହିଛି କାଠ ଟେବୁଲ ଉପରେ ଉଲମ୍ବ ସ୍ଥିତରେ ମାନେ କ'ଣ 90 ଡିଗ୍ରୀ ଆକାରରେ ଉଲମ୍ବ ସ୍ଥିତିରେ କାଠ ଦଣ୍ଡଟାକୁ ଧରି ରଖି, ମାନେ ଏମିତି ସିଧା କରି ପୁରା ରଖି ଯେମିତି ରଖା ହେଇଛି ସେମିତି ସିଧା କରି ତା ଉପରେ ଗୋଟିଏ ବଳୟ ଚୁମ୍ବକ ଭର୍ତ୍ତି କର। ଏମିତି ଚୁମ୍ବକ ଦୁଇଟିକୁ ଭର୍ତ୍ତି କର। ପ୍ରଥମେ ଏଇଟାକୁ ଭର୍ତ୍ତି କରିବ ଏମିତି ସିଧା ରଖିକି ହେଲା କି କାଠ ଦଣ୍ଡଟାକୁ ହେଲା କି ସିଧା ରଖିକି ତା ଭିତରେ ଗୋଟେ କ'ଣ କରିବ, ସେଠି ଗୋଟେ ଆମେ ତା ଉପରେ ଗୋଟେ ବଳୟ ଚୁମ୍ବକ ବା ଆମର ଯୋଉ ରିଙ୍ଗ ମ୍ୟାଗ୍ନେଟଟାକୁ ଭର୍ତ୍ତି କରିବ। ତାପରେ ଭର୍ତ୍ତି ହେଇ ସାରିଲା ପରେ ଦ୍ୱିତୀୟ ବଳୟ ଚୁମ୍ବକକୁ ଏହା ଉପରେ ଭର୍ତ୍ତି କର। ତାପରେ ପୁଣି ଆଉ ଗୋଟେଟାକୁ ଭର୍ତ୍ତି କରିବ ହେଲା କି ଯେପରି ଦୁଇଟି ଚୁମ୍ବକ ସମାନ ମେରୁରେ ପରସ୍ପରକୁ ମୁହାଁଇବେ। ଯଦି ଏ ପଟଟା ଆମର ଉତ୍ତର ଥିବ ଏମିତି ଭର୍ତ୍ତି କରିବ, ଏଇ ପଟଟା ବି ଉତ୍ତର ଥିବ ହେଲା କି ମୁହାଁଇ ରହିବ, ପରସ୍ପରକୁ ମିଳାଇ ରହିବ। ଦ୍ୱିତୀୟ ଚୁମ୍ବକ କ'ଣ ପ୍ରଥମ ଚୁମ୍ବକ ଉପରେ ଲାଗି ଯାଇ ନଥାଏ, ଭାସମାନ ଅବସ୍ଥାରେ କାହିଁକି ରହେ? ତ ଦେଖ ଏଠି ଆମର ଏଇଠି ଏଇଟା ଯୋଉ ଆମର ଉତ୍ତର, ସେ ସାଇଡଟା କ'ଣ ଆମର ଦକ୍ଷିଣ। ଯଦି ଇଏ ଉତ୍ତର ଉପରଟା କ'ଣ ଦକ୍ଷିଣ,
ତା ମାନେ ଯଦି ଆମେ ଉତ୍ତର ମେରୁଟାକୁ ଉପର ପଟେ ରଖିବା, ଦକ୍ଷିଣ ମେରୁଟାକୁ ଯଦି ତଳ ପଟେ ରଖିବା ସେ କାଠଦଣ୍ଡର, ତାପରେ ଯୋଉ ଆମର ସେକେଣ୍ଡ ଯୋଉ ରହିଲା ଆମର ଆଉ ଗୋଟେ ବଳୟ ବା ଆମର ରିଙ୍ଗ ମ୍ୟାଗ୍ନେଟଟା ରହିଛି ବଳୟ ଚୁମ୍ବକ, ତ ସେଟାକୁ ଆମେ ଭର୍ତ୍ତି କରିବା। ତ ଉତ୍ତର ଉତ୍ତର ରହିଲେ ଦେଖିବ ଏଇଟା ଭାସମାନ ଅବସ୍ଥା ରହିବ, ଏ ଦୁଇଟା ସଟି ଯିବ ନାହିଁ ହେଲା କି ପାଇଁ ନା ଉତ୍ତର ଉତ୍ତର ରହିଲା ମାନେ କଣ ଦିଟା ମେରୁ ପରସ୍ପରକୁ କଣ କରିବେ, ଟିକେ ଆଗରୁ କହିଲି ବିକର୍ଷଣ କରିବେ କି ନାହିଁ, ବିକର୍ଷଣ କରିବେ ଅର୍ଥାତ୍ ତାକୁ କଣ କରିବ ତା ପାଖକୁ ସଟିବାକୁ ଦବ ନାହିଁ ହେଲା କି। ଯଦି ଆମେ ଏଟାକୁ ଦକ୍ଷିଣଟାକୁ ଆଣିକି ଯଦି ଉଲଟେଇକି ପୁରେଇବା, ଇଏ ଫଟ କରି କଣ କରିବ ନା ସାଙ୍ଗେ ସାଙ୍ଗେ କଣ କରିବ ନା ଉତ୍ତର ଦକ୍ଷିଣକୁ ସେ ଟାଣିଦବ, ଉତ୍ତର ମେରୁ ଏ ଯୋଉ ଉତ୍ତରଟା ଅଛି ଦକ୍ଷିଣକୁ ଟାଣିଦବ, ତାହେଲେ ବିଷମ ମେରୁ ହେଇଗଲେ ଫଟ ଟାଣିଦବ। ଯେହେତୁ ଏଠି ଆମର ଉତ୍ତର ଇଏ ଅଛି ହେଲା କି, ଇଏ ଉତ୍ତର ମେରୁ ଇଏ ଉତ୍ତର ମେରୁ ଅଛି ହେଲା କି, ଏମାନେ କଣ କରନ୍ତି ପରସ୍ପରକୁ ସେମାନେ କଣ ଗୋଟେ ବଳ ପ୍ରୟୋଗ କରିବେ। ବଳ ପ୍ରୟୋଗ କଲାରୁ କଣ ହବ, ଏଇ ଦିଟା ଯୋଉ ଚୁମ୍ବକ ବଳୟ ଚୁମ୍ବକ ଅଛି ସେମାନେ ପରସ୍ପରକୁ କଣ କରିବେ ନା ବିକର୍ଷଣ କରିବେ। ବହୁତ ବଡ ବଳ ପ୍ରୟୋଗ, তুমি ଯେତେ ଫୋର୍ସ ଲଗେଇଲେ ବି ଯେତେ ବଳ তুমি ପ୍ରୟୋଗ କଲେ ବି এই ଦିଟା ଚୁମ୍ବକ କଣ ହେବେ ନା ସେମାନେ ତାଙ୍କୁ ପରସ୍ପରକୁ ଆକର୍ଷଣ କରିବେନି, ସେମାନେ ବିକର୍ଷଣ କରିବେ। ଇଏ ତାକୁ କଣ ହବ ଏ ମଝିରେ ଏମିତି କଣ ଝୁଲିକି ଏମିତି ରହିଯିବ ହେଲା କି, ଉପରେ ଲାଗିକି ରହିବ ନାହିଁ, ଭାସମାନ ଅବସ୍ଥା ରହିବ ଯୋଉଟାକୁ ଆମେ କହୁଛେ। ତାପରେ କହୁଛି ଦ୍ୱିତୀୟ ଚୁମ୍ବକକୁ ଧୀରେ ଧୀରେ ତଳକୁ ଠେଲିବାକୁ ଚେଷ୍ଟା କର। ତୁମେ କଣ ଏଥିରେ ଏକ ବଳ, ହଁ ଆମେ ଗୋଟେ ବଳ ପ୍ରୟୋଗ କରେ ଏ ଦିଟାରେ କଣ ଇଏ ତାକୁ କଣ କର ବିକର୍ଷଣ କରୁଛି, ମାନେ କଣ ତାକୁ ବଳ ପ୍ରୟୋଗ କଲେ ସେ ତାକୁ ବିକର୍ଷଣ କରିପାରିବ, ବୁଝିହେଲା। ତାକୁ ମାନେ ବଳ ଲଗେଇକି ତାକୁ କଣ କରୁଛି ଉପରକୁ ପେଲିବାକୁ ଦଉଛି, ଉପରକୁ ପେଲୁଛି ତଳକୁ ଆସିବାକୁ ଦଉନି କି ପାଇଁ ନା ଇଏ ଉତ୍ତର ମେରୁ ଇଏ ଉତ୍ତର ମେରୁ ଅଛି, ବୁଝିହେଲା। ତାପରେ କହିଛି ବର୍ତ୍ତମାନ ଉଭୟ ଚୁମ୍ବକର ମେରୁକୁ ଉଲଟାଅ। ଆମେ କଣ କରିବା ଦ୍ୱିତୀୟ ଚୁମ୍ବକ କଣ ତଥାପି ଭାସମାନ ଅଛି, ଯଦି ଆମେ ମେରୁକୁ ଉଲଟେଇବା ଉଭୟ ଚୁମ୍ବକର ମେରୁକୁ ଉଲଟାଅ। ତ ଦେଖ ଯଦି ଆମେ ଏଠି ଉତ୍ତର ସାଙ୍ଗରେ ଦକ୍ଷିଣ ରଖିବା ତେବେ ସେ ତାକୁ କଣ କରିବ ନା ଆକର୍ଷଣ କରିବ। ଯଦି ତାକୁ ଆମେ ଘୁରିକି ଦକ୍ଷିଣ ରଖିବା ପୁଣି ତାକୁ ଆମେ ଦକ୍ଷିଣ ରଖିବା ହେଲା, ଯଦି ତାକୁ ଏଇ ଦିଟା ଯାକ ବଳୟ ଚୁମ୍ବକ ଆମେ ଘୁରେଇଦବା ମାନେ ଇଏର ଏ ତଳଟା ଧର ଉପର ପଟକୁ ଆସିବ, ଏଇ ଉପରଟା ଧର ତଳ ପଟକୁ ଆସିବ, ତଥାପି ହେଲେ ବି ମଧ୍ୟ ସେ କଣ ଭାସମାନ ଅବସ୍ଥା ରହିବ। ଯଦି ଆମେ ଏମିତି ଥିବ ତଳଟା ଉତ୍ତର ଥିବ ଆଉ ଏଇ ଯୋଉ ଆମେ ସେକେଣ୍ଡ ଦ୍ୱିତୀୟ ବଳୟ ଚୁମ୍ବକଟାକୁ ଯଦି ଆମେ ଘୁରେଇଦବା ମାନେ ଉଲଟେଇ ଦେବା, ଅର୍ଥାତ୍ ଦକ୍ଷିଣଟାକୁ ତଳ ଭାଗ କରିଦେବା ଉତ୍ତରଟାକୁ ଉପର ଭାଗକୁ ନେଇଯିବା, ହେଲେ ଏମାନେ କଣ କରିବେ ନା ଆକର୍ଷଣ କରିବେ, ବୁଝିହେଲା। ଦ୍ୱିତୀୟ ଚୁମ୍ବକକୁ ଧୀରେ ଧୀରେ ତଳକୁ ଠେଲିବାକୁ ଚେଷ୍ଟା କର। ତୁମେ ଏଥିରେ ଏକ ବଳ ଅନୁଭବ କରୁଛ। ତ ବର୍ତ୍ତମାନ ଉଭୟ ଚୁମ୍ବକର ମେରୁକୁ ଓଲଟା କର, ଦ୍ୱିତୀୟ ଚୁମ୍ବକ ତଥାପି ଭାସମାନ ରହିଥାଏ। ଆମେ ଜାଣିପାରିଛୁ ଯେ ଏକ ଚୁମ୍ବକ ଅନ୍ୟ ଏକ ଚୁମ୍ବକୀୟ ପଦାର୍ଥ ଉପରେ ପ୍ରୟୋଗ କରୁଥିବା ବଳକୁ ଆମେ ଚୁମ୍ବକୀୟ ବଳ କହୁଛେ। ତ ତୁମେ ଏଇଟା ମନେ ରଖିଦବ। ତ ଚୁମ୍ବକୀୟ ବଳ କାହାକୁ କୁହାଯାଏ ନା ଏକ ଚୁମ୍ବକ ଅନ୍ୟ ଏକ ଚୁମ୍ବକୀୟ ପଦାର୍ଥ ଉପରେ ପ୍ରୟୋଗ କରୁଥିବା ବଳକୁ ଆମେ କହୁଛେ ଚୁମ୍ବକୀୟ ବଳ, ବା ସେଟାକୁ ଇଂଲିଶ ଆମେ କହୁଛେ ମ୍ୟାଗ୍ନେଟିକ ଫୋର୍ସ ହେଲା କି। ତ ଯେହେତୁ ଦୁଇଟି ଚୁମ୍ବକ ସଂସ୍ପର୍ଶରେ ନ ଆସି ଦୂରରୁ ପରସ୍ପର ବଳ ପ୍ରୟୋଗ କରିପାରିବେ, ଏହାକୁ ଅଣସଂସ୍ପର୍ଶ ବଳ ବୋଲି ମଧ୍ୟ କୁହାଯାଏ। ତ ଦେଖ ଏଠି କଣ ହଉଛି, ଯେହେତୁ ଏଠି କଣ ହଉଛି ନା ଦିଟା ଚୁମ୍ବକ ପରସ୍ପର ସଂସ୍ପର୍ଶରେ ଆସୁନାହାନ୍ତି, ମାନେ କଣ ଆକର୍ଷଣ ହେଉନାହାନ୍ତି, ଅର୍ଥାତ୍ ସେମାନେ ପରସ୍ପରକୁ ବିକର୍ଷଣ କରିଦଉଛନ୍ତି, ତାମାନେ ସମମରୁ ପରସ୍ପରକୁ ବିକର୍ଷଣ କରୁଛନ୍ତି। ତ ଏଠି କଣ ହଉଛି, ଯେହେତୁ ଦୁଇଟି ଚୁମ୍ବକ ସଂସ୍ପର୍ଶରେ ନ ଆସି ଦୂରରୁ ପରସ୍ପରକୁ ବଳ ପ୍ରୟୋଗ କରୁଛନ୍ତି, ତେଣୁ ଏଟାକୁ ଆମେ ଅଣସଂସ୍ପର୍ଶ ବଳ ବୋଲି କହିପାରିବା, ବୁଝିହେଲା। ତାପରେ ଦେଖ ଦୂରରୁ କାର୍ଯ୍ୟ କରୁଥିବା ଏପରି ବହୁ ପ୍ରକାର ବଳ ଅଛି କି। ତ ଦେଖ ଗୋଟେ ଅଛି ସ୍ଥିର ବୈଦ୍ୟୁତିକ ବଳ। ତ କାର୍ଯ୍ୟ 5.6 କୁ ଯିବା, ଆସ ପରୀକ୍ଷଣ କରିବା। ତ ଦେଖ କହିଛି ଏକ ପ୍ଲାଷ୍ଟିକ ସ୍କେଲ କିମ୍ବା ଏକ ସରୁ ପ୍ଲାଷ୍ଟିକ ନଳି ବା ଯୋଉଟାକୁ ଷ୍ଟ୍ର ବୋଲି କହୁଛେ ବା ପଲିଥିନ ଖଣ୍ଡ ହେଲା କି, ଏବଂ ଛୋଟ କାଗଜ ଖଣ୍ଡ ନିହ। ତ ଆମେ ଗୋଟେ ନେବା କଣ ଗୋଟେ ପ୍ଲାଷ୍ଟିକ ସ୍କେଲ ନେଇପାରିବା କିମ୍ବା ଗୋଟେ ସରୁ ପ୍ଲାଷ୍ଟିକ ନଳି ନେବା ଷ୍ଟ୍ର ହେଲା କି, ପ୍ଲାଷ୍ଟିକ ର ଯୋଉ ଆମର ପାଣି ଯୋଉ ପିଅନ୍ତି ହେଲା କି ସେ ଟାଇପ ର ନେବା, କିମ୍ବା ଆମର ଯୋଉ ପଇଡ ପାଣି ଯୋଉ ଷ୍ଟ୍ର ଗୁଡାକ ବ୍ୟବହାର କରନ୍ତି କିମ୍ବା ମାଜା ଗୁଡାକ ଯୋଉ ଆମର ଷ୍ଟ୍ର ଗୁଡାକ ବ୍ୟବହାର କରନ୍ତି ନା ପିଲା ବେଳକୁ, ସେ ଷ୍ଟ୍ର ନେଇପାର କିମ୍ବା ଗୋଟେ ପ୍ଲାଷ୍ଟିକ ସ୍କେଲ ନେବ। ଏଠି ସେ ପ୍ଲାଷ୍ଟିକ ସ୍କେଲ ନେଇଛି ହେଲା। ଆଉ ପଲିଥିନ ଖଣ୍ଡ ଏବଂ ଛୋଟ କାଗଜ ଖଣ୍ଡ ଗୁଡାକ ନେବ, ଗୋଟେ ପଲିଥିନ ଖଣ୍ଡ ନେଇପାର କିମ୍ବା ଛୋଟ ଛୋଟ କାଗଜ ଖଣ୍ଡି କରି ତୁମେ ନେଇପାର। ତାପରେ କହିଛି ପଲିଥିନ ସହିତ ପ୍ଲାଷ୍ଟିକ ନଳି ବା ସ୍କେଲ କୁ ଜୋରରେ ଘଷ। ପଲିଥିନ ସହିତ କଣ କରିବ ନା ପ୍ଲାଷ୍ଟିକ ନଳି ଏବଂ ସ୍କେଲ କୁ ଆମେ ଜୋରରେ ଘଷିବା। ତ ଘଷି ହୋଇଥିବା ଅଂଶକୁ ତୁମ ହାତରେ କିମ୍ବା କୌଣସି ଧାତୁ ବସ୍ତୁ ଉପରେ ସ୍ପର୍ଶ କର ନାହିଁ। ତ ଦେଖ ଏବେ ଏହାକୁ ଟେବୁଲ ଉପରେ ରଖାଯାଇଥିବା ଛୋଟ କାଗଜ ଖଣ୍ଡ ପାଖକୁ ଆଣ। କାଗଜ ଖଣ୍ଡକୁ ତୁମେ ସ୍ପର୍ଶ ନ କରିବା ପାଇଁ ସତର୍କ ରୁହ। ତୁମେ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଲକ୍ଷ୍ୟ କରି ପାରୁଛ କି। ତ ଦେଖ କହିଛି ପ୍ଲାଷ୍ଟିକ ସ୍କେଲ ବା ନଳି କାଗଜ ଖଣ୍ଡ ଆଡକୁ ଆଣିଲେ ସେଗୁଡିକୁ ଟାଣି ହୋଇଯାଏ
ଏବଂ ସ୍କେଲ ନଳି ସହିତ ଲାଗିଯାଏ। ଏହା କାହିଁକି ଘଟେ? ତ ଦେଖ ଆମେ କ'ଣ କରିବା, ଗୋଟେ ପ୍ଲାଷ୍ଟିକ ସ୍କେଲ କିମ୍ବା ଆମର ନେବା ଏବଂ ସେଥିରେ ପଲିଥିନ ଖଣ୍ଡ ଏବଂ ଛୋଟ କାଗଜ ଖଣ୍ଡକୁ ନେବା। ତାପରେ ଆମେ କ'ଣ କରିବା ନା ପଲିଥିନ ସହିତ ଆମେ ଯୋଉ ପ୍ଲାଷ୍ଟିକ ନଳି ବା ଯାହା ସ୍କେଲ ପ୍ଲାଷ୍ଟିକ ନଳି ନେଇଥାଉ କିମ୍ବା ସ୍କେଲ ନେଇଥାଉ ତାକୁ ଆମେ ଜୋରରେ ଘଷିବୁ। ତ ଘଷି ହୋଇଥିବା ଅଂଶକୁ କ'ଣ କରିବ ନା ତୁମେ ହାତ କିମ୍ବା କୌଣସି ବସ୍ତୁରେ ତୁମେ ସ୍ପର୍ଶ କରାଇବ ନାହିଁ। ତାପରେ ତୁମେ କ'ଣ କରିବ ନା ସେ ଟେବୁଲ ଉପରେ ଯୋଉ ଛୋଟ ଛୋଟ କାଗଜ ଖଣ୍ଡ ରଖା ହେଇଛି ନାହିଁ, ସେ କାଗଜ ଖଣ୍ଡ ପାଖକୁ ତୁମେ ସେ ସ୍କେଲଟାକୁ ନେଇ ଆସିବ। ଦେଖିବ ଏଇ କାଗଜ ଖଣ୍ଡକୁ ସିଏ କ'ଣ କରୁଛି ନା ସେ ପ୍ଲାଷ୍ଟିକ ସ୍କେଲଟା ଟାଣିକି ନେଇ ହେଉଛି ସବୁ କାଗଜ ଖଣ୍ଡ। ଇଏ ରହିଲା ଆମର ସ୍କେଲ, ହେଲା କି ସ୍କେଲ। ତ ଏଇ କାଗଜ ଖଣ୍ଡକୁ ଦେଖିବ ସ୍କେଲଟା କ'ଣ ହବ ନା ଟାଣିକି ନେଇ ଯାଉଛି ସବୁ କାଗଜ ଖଣ୍ଡ ଗୁଡ଼ିକୁ। ଯେତେବେଳେ ସ୍କେଲଟା ସେ କାଗଜ ଖଣ୍ଡ ପାଖକୁ ନେଇ ଆସିବ ତ ଏଇ କାଗଜ ଖଣ୍ଡ ଗୁଡ଼ିକୁ ଦେଖିବ ସ୍କେଲଟା କ'ଣ ହବ ନା ଟାଣିକି ନେଇ ଯାଉଛି। ତ ଏହା କାହିଁକି ଘଟେ ନା ଯେତେବେଳେ ଦୁଇଟି ବସ୍ତୁକୁ ଏକାଠି ଘଷାଯାଏ ସେମାନଙ୍କ ପୃଷ୍ଠରେ ବୈଦ୍ୟୁତିକ ଚାର୍ଜ ସୃଷ୍ଟି ହୁଏ। ତ ମନେ ରଖିଥିବ ଯେତେବେଳେ କ'ଣ ହଉଛି ନା ଆମେ ଦୁଇଟି ବସ୍ତୁକୁ ଏକାଠି ଘଷୁଛେ ତ ସେମାନଙ୍କ ପୃଷ୍ଠରେ କ'ଣ ହଉଛି ନା ବୈଦ୍ୟୁତିକ ଚାର୍ଜ ସୃଷ୍ଟି ହଉଛି, ହେଲା କି। ତ ଦେଖ ଏହି ଚାର୍ଜ ଗୁଡ଼ିକ ସ୍ଥିର ଚାର୍ଜ କୁହାଯାଏ ବା ଯୋଉଟାକୁ ଆମେ ଇଂଲିଶରେ କହୁଛେ ଷ୍ଟାଟିକ ଚାର୍ଜ, କାରଣ ସେମାନେ ନିଜେ ଗତି କରନ୍ତି ନାହିଁ। ସ୍ଥିର ଚାର୍ଜ ଗ୍ରହଣ କରୁଥିବା ବସ୍ତୁକୁ ଅନ୍ୟ ଏକ ଚାର୍ଜିତ ବସ୍ତୁ କୁହାଯାଏ। ତ ଦେଖ ସେ ସ୍ଥିର ଯିଏ ରହିଛି ତାମାନେ କିଏ ରହିଛି ନା ଦେଖ ଯେତେବେଳେ ଦୁଇଟି ବସ୍ତୁକୁ ଆମେ ଏକାଠି ଘଷୁଛେ ତ ବୈଦ୍ୟୁତିକ ଚାର୍ଜ ସୃଷ୍ଟି ହଉଛି। ତ ଯେଉଁ ଗୁଡାକ ସ୍ଥିର ଚାର୍ଜ ମାନେ କ'ଣ, ସେମାନେ ନିଜେ ଗତି କରନ୍ତି ନାହିଁ, ସେଇ ଚାର୍ଜ ଗୁଡ଼ିକୁ ଆମେ ସ୍ଥିର ଚାର୍ଜ କହିବା। ତ ସ୍ଥିର ଚାର୍ଜ ଗ୍ରହଣ କରୁଥିବା ବସ୍ତୁକୁ ଆମେ କ'ଣ କହିବା ନା ଗୋଟେ ଚାର୍ଜିତ ବସ୍ତୁ ବୋଲି କହିବା। ମନେ ରଖିଥିବ ଏଟା ହେଲା। ତ କ'ଣ କହିବ ନା ସ୍ଥିର ଚାର୍ଜ ଗ୍ରହଣ କରୁଥିବା ବସ୍ତୁକୁ ଏକ ଚାର୍ଜିତ ବସ୍ତୁ କୁହାଯାଏ। ତାପରେ ଦେଖ କହିଛି ଏକ ଚାର୍ଜିତ ବସ୍ତୁ ଅନ୍ୟ ସାମଗ୍ରୀରେ ତିଆରି ଚାର୍ଜ ନଥିବା ବସ୍ତୁ ଯଥା ଛୋଟ କାଗଜ ଖଣ୍ଡ ଉପରେ ବଳ ପ୍ରୟୋଗ କରେ ଏବଂ ସେଗୁଡ଼ିକୁ ଆକର୍ଷଣ କରେ। ତ ଏକ ଚାର୍ଜିତ ବସ୍ତୁ ଅନ୍ୟ ସାମଗ୍ରୀରେ ତିଆରି ଚାର୍ଜ ନଥିବା ବସ୍ତୁ ଯଥା ଛୋଟ କାଗଜ ଖଣ୍ଡ ଉପରେ ଯଦି ବଳ ପ୍ରୟୋଗ କରିବା ସେ କ'ଣ କରିବ, ସେଗୁଡ଼ିକୁ ଆକର୍ଷଣ କରିବ। ତ ବସ୍ତୁ ଗୁଡ଼ିକ ସଂସ୍ପର୍ଶରେ ନଥିବା ବେଳେ ମଧ୍ୟ ଏହି ବଳ କାର୍ଯ୍ୟକାରୀ ହୁଏ। ତାପରେ ଦେଖ କହିଛି ଆସ ଆମେ ବିଭିନ୍ନ ସାମଗ୍ରୀ ତିଆରି ବସ୍ତୁ ଆଉ ଏକ କାର୍ଯ୍ୟ ସମ୍ପାଦନ କରିବା। ତ ଦେଖ କାର୍ଯ୍ୟ 5.7 ଅଛି। ଆସ ଆମେ ପରୀକ୍ଷଣ କରିବା। ଦୁଇଟି ବେଲୁନ ନେବା, ଏକ ଲମ୍ବା ସୂତା ନେବା, ଏକ ପଶମ କପଡ଼ା ନେବା। ଦୁଇଟି ବେଲୁନ ଫୁଲାଇ ଏପରି ଭାଙ୍ଗରେ ଟାଙ୍ଗ ଯେ ଚିତ୍ର 5.9 ରେ ଦେଖାଇଥିବା ପରି ସେମାନେ ପରସ୍ପରକୁ ସ୍ପର୍ଶ କରିପାରିବେ ନାହିଁ। ଏମିତି ଟାଙ୍ଗିବ ବେଲୁନକୁ ଯେମିତି କି ପରସ୍ପରକୁ କ'ଣ କରିବେ ନା ସ୍ପର୍ଶ କରିପାରିବେନି। ଦେଖ ଟେପ୍ ନେଇକି ଟାଙ୍ଗା ହେଇଛି ଦୁଇଟା ବେଲୁନକୁ, ଏଟା ଗୋଟେ ବେଲୁନ ଏଟା ଗୋଟେ ବେଲୁନ, ସ୍ପର୍ଶ ମଧ୍ୟ ସେମାନେ କରୁନାହାନ୍ତି। ତାପରେ କହୁଛି ଦେଖ ପଶମ କପଡ଼ାରେ ଉଭୟ ବେଲୁନ ଘଷି ସେଗୁଡ଼ିକୁ ଛାଡ଼। ପଶମ କପଡ଼ାରେ ସେଗୁଡ଼ା କ'ଣ କରିବ ନା ସେ ବେଲୁନକୁ କ'ଣ କରିବ ନା ଘଷିକି ଛାଡ଼ିଦେବ। ଘଷି ହୋଇଥିବା ବେଲୁନ ତୁମ ଆଙ୍ଗୁଠିରେ ସ୍ପର୍ଶ ନ କରିବାକୁ ସତର୍କ। ତ ଯେଉଁ ବେଲୁନ ଗୁଡ଼ାକୁ ତୁମେ ପଶମ କପଡ଼ାରେ ଘଷିଥିବ ସେ ବେଲୁନ ଗୁଡ଼ିକୁ ଯେମିତି ତୁମେ ତୁମ ଆଙ୍ଗୁଠିରେ କ'ଣ କରିବ ନା ସ୍ପର୍ଶ କରିବ ନାହିଁ। ତୁମେ କ'ଣ ଦେଖୁଛ ନା ଆମେ ଦେଖୁଛୁ ଯେ ବେଲୁନ ଦୁଇଟି ପରସ୍ପର ଠାରୁ ଦୂରକୁ ଚାଲି ଯାଆନ୍ତି। ଯଦି ରଖିଥିବ ଯେତେବେଳେ ତୁମେ ଘଷି ଦେବ କ'ଣ ହବ ପଶମ କପଡ଼ାର ଦୁଇଟା ବେଲୁନକୁ, ଏ ଦୁଇଟା ବେଲୁନ କ'ଣ ହବ ନା ପରସ୍ପରଠୁ ଦୂର। ଏଇଟା କ'ଣ ପାଖରେ ଟିକେ ଥିଲେ କି ନାଇଁ, ପାଖରେ ଥିଲେ ଇଏ କ'ଣ କଲେ ନା ଟିକେ ଦୂରକୁ ଚାଲିଗଲେ, ହେଲା କି ଦୂରକୁ ଚାଲିଯାଆନ୍ତି। କାହିଁକି ଚାଲିଯାଆନ୍ତି ନା ମାନେ ସେମାନେ ପରସ୍ପରକୁ ବିକର୍ଷଣ କରୁଛନ୍ତି। ଦେଖ ଏଠି କେମିତି ଏଟା ପାଖରେ ଟିକେ ଥିଲେ ଦେଖ ଚିତ୍ରରେ ଦେଖ ସେ ଦୁଇଟା ବେଲୁନ କ'ଣ ହଉଛି ନା ଦୂରକୁ ଚାଲି ଯାଉଛି, ଅର୍ଥାତ୍ ସେମାନେ ପରସ୍ପରକୁ କ'ଣ କରୁଛନ୍ତି ବିକର୍ଷଣ କରୁଛନ୍ତି। ତ ଦେଖ ଏଠି କହିଛି ଏବେ ବେଲୁନ ଘଷିବା ପାଇଁ ବ୍ୟବହୃତ ପଶମ କପଡ଼ାକୁ ଘଷି ହୋଇଥିବା ଗୋଟିଏ ବେଲୁନ ପାଖକୁ ଆଣ। ତ ବେଲୁନ ଘଷିବା ପାଇଁ ବ୍ୟବହୃତ ଯୋଉ ପଶମ କପଡ଼ା ନେଇଛ ତାକୁ ତୁମେ କ'ଣ କରିବ ନା ଗୋଟେ ବେଲୁନ ପାଖକୁ ଆଣିବ। କ'ଣ ହେଉଛି ତ ସେମାନେ ପରସ୍ପର ଆଡ଼କୁ ଦେଖିବ ଯେ ସେ ବେଲୁନ ଦୁଇଟା କ'ଣ ହେବ ନା ପରସ୍ପର ଆଡ଼କୁ ସେମାନେ ଗତି କରୁଛନ୍ତି, ଯେପରି ସେମାନେ ପରସ୍ପରକୁ ଆକର୍ଷିତ କରୁଛନ୍ତି। ଏହି ପର୍ଯ୍ୟବେକ୍ଷଣରୁ ଆମେ କ'ଣ ନିଷ୍କର୍ଷରେ ପହଞ୍ଚିବା। ତ ଦେଖ ଏଠି ଚିତ୍ର 5.4 ରେ କ'ଣ ଥିଲା ନା ଦୁଇଟି ଚାର୍ଜ ହୋଇନଥିବା ବେଲୁନ, ଆଉ ଚିତ୍ରଟା ଯୋଉ ଅଛି ସେଠିରେ ହେଉଛି କ'ଣ ନା ଦୁଇଟି ଚାର୍ଜ ହୋଇଥିବା ବେଲୁନ ପରସ୍ପରକୁ ବିକର୍ଷଣ କରୁଛନ୍ତି। ଯେତେବେଳେ ଆମେ ସେ ଦୁଇଟା ବିକର୍ଷଣ କରିସାରିଲା ପରେ ଯେତେବେଳେ ଆମେ ଗୋଟେ କ'ଣ ସେ ଆମର ପଶମ କପଡ଼ାଟାକୁ ଯେତେବେଳେ ଘଷି ହେଇଥିବା ପଶମ କପଡ଼ାକୁ ଆମେ ଆଣୁଛେ ବେଲୁନ ପାଖକୁ, ପୁଣି ସେ ଦୁଇଟା ବେଲୁନ କ'ଣ କରୁଛନ୍ତି ନା ପରସ୍ପର ଆଡ଼କୁ ଗତି କରୁଛନ୍ତି, ହେଲା କି ଅର୍ଥାତ୍ ସେ ମାନେ ପରସ୍ପରକୁ କ'ଣ କରୁଛନ୍ତି ନା ଆକର୍ଷିତ କରୁଛନ୍ତି। ତ ଦେଖ ଆମେ ଦେଖିବାକୁ ପାଇଲୁ ଯେ ଦୁଇଟି ସମାନ ଚାର୍ଜ ଯୁକ୍ତ ବେଲୁନ ପରସ୍ପରକୁ ବିକର୍ଷଣ କରନ୍ତି
तो आम एठू कौन जानिले ना दुईटी समान चार्ज युक्त बेलून परस्पर को विकर्षण करुछंती जेतेबेले कि एक चार्ज युक्त बेलून एवं पश्चिम कपड़ा जहा द्वारा बेलून घोषी होइतिला सेमाने परस्पर को कौन करुछंती आकर्षण करुछंती तामाने एठी कोन एठू हम कहया एठी मध्ये वैद्युतिक चार्ज रहूची कि नाही यार अर्थ एठी कोन प्रकार वैद्युतिक चार्ज रहूची तो यह कौन सूचित करे जे बेलून रे थिबा चार्ज पश्चिम कपड़ा उपरे थिबा चार्ज थारु भिन्न प्रकारर हैला कि तामाने एठी दुई प्रकार वैद्युतिक चार्ज होची तो बेलून रे जो चार्ज रही पश्चिम कपड़ा रे आ गोटे प्रकार चार्ज रही कि नाही तो जेहेतु बेलून गुडी को समान भाव में चार्ज कर जाइतिला आमे कहि परिबा जे से माने समान प्रकार चार्ज हासिल करिसंती जेते तेणु तो समान प्रकार चार्ज हासिल करिसंती बोली तो बेलून गुडाक परस्पर टाकू चार्ज कर सारा पर माने पश्चिम कपड़ा रे घोरी घसी सारा पर से दुईटा बेलून परस्पर ठारू कोन करछंती दूरे जाउछंती हैला कि तामाने समान चार्ज रहिछि फଳରେ से परस्पर ठारू विकर्षण करछंती जेते बेले हम पश्चिम कपड़ा रे बेलून पाखर को आणुचे चार्ज हेतिबा से माने जोटा हम जो पश्चिम कपड़ा रे हम घसीतिले दुईटा बेलून को से पश्चिम कपड़ा को जेते हम बेलून पाख को आणुचे से दुईटा बेलून कौन होउछंती ना परस्पर पाख को गति करूछंती परस्पर पाख को पाखे आउछंती ता माने बेलून गुडी को तामाने समान चार्ज थिला आ पश्चिम कपड़ा रे अन्य एक चार्ज थिला ता माने से बेलून दुईटा समान प्रकार चार्ज हासिल करछंती समान प्रकार चार्ज युक्त बेलून गुडी को परस्पर को विकर्षित करूतिबारु आमे अनुमान करि परिबा जे एका प्रकार चार्ज परस्पर को विकर्षण करंती तो घोषिया पई व्यवहार करा होतिबा वस्तु एवं घोषी होइतिबा वस्तु उभय चार्ज हुए किंतु सेमाने विपरीत प्रकार चार्ज प्राप्त हुअंती सेमानकर आकर्षण दर्शाई जे विपरीत प्रकार चार्ज परस्पर को आकर्षण करंती दुई प्रकार स्थिर चार्ज मध्यरु गोटिए प्रकार को हमें युक्तात्मक एवं अन्य प्रकार को हमें विजुतात्मक बोली कहिबा बुझी होउची कि नहीं तो सेमानकर आकर्षण कौन दर्शाए ना विपरीत प्रकार चार्ज परस्पर को आकर्षण करती ता माने एठी जो घसी जो पश्चिम कपड़ा आम घसीतिले सेठी गोटे अन्य प्रकार चार्ज रही है कि ता माने एठी अन्य प्रकार चार्ज रही जेतेबेले आम कौन करूछे ना बेलून दीटा पाखक आम पश्चिम कपड़ा टाकू आम जो पश्चिम कपड़ा घसीतिले से बेलून सेठी अन्य एक प्रकार चार्ज रही फल से जो से पश्चिम कपड़ा को से बेलून पाखक आणुचे से कौन होची परस्पर को पाखक आकर्षण होइके आसुचंती कि नहीं ता माने एठी दुईटा प्रकार चार्ज रही तेणु एठी दुई प्रकार वैद्युतिक चार्ज रही पश्चिम कपड़ा रे गोटे चार्ज रही एवं बेलून दुईटा रे गोटे चार्ज रही तो पश्चिम कपड़ाटारे है कि जो विपरीत चार्ज रही फल से कौन करुच्ची ना विपरीत प्रकार चार्ज परस्पर को आकर्षण माने करंती बोले आम एठू परीक्षारू जानीगले तो दुई प्रकार स्थिर चार्ज मध्यरु गोटिक को आम कहबा कोन युक्तात्मक कहबा अन्य प्रकार चार्ज को आम विरोधात्मक चार्ज बोली कहबा तापर देखो एक चार्जित वस्तु द्वारा अन्य एक चार्ज होई नथिबा वस्तु किंबा एक अचार्जित वस्तु पर प्रयोग करा जाइतिबा बल को स्थिर वैद्युतिक बल बा इलेक्ट्रोस्टैटिक फोर्स बोली कहा जाए तो देखो एक चार्जित वस्तु है कि देखो एक चार्जित वस्तु द्वारा अन्य एक चार्ज होई नथिबा वस्तु किंबा एक अचार्जित वस्तु पर प्रयोग करा जाइतिबा बल को आम स्थिर वैद्युतिक बल बा इलेक्ट्रोस्टैटिक फोर्स है कि मन रखबो इलेक्ट्रोस्टैटिक फोर्स इंग्लिश रे हम कहूचे स्थिर वैद्युतिक बल को इलेक्ट्रोस्टैटिक फोर्स बोली कहा जाए तेणु ये जो स्थिर वैद्युतिक बलटा ये हूँ गोटे अणसंस्पर्श बल मन रखिथिबो हैला तो एक चार्जित वस्तु द्वारा अन्य एक चार्ज होई नथिबा वस्तु किंबा एक अचार्जित वस्तु पर प्रयोग करा जाइतिबा बल को आम स्थिर वैद्युतिक बल कहि थाउ तो देखो आउ पादे आगकू जेतेबेले चार्ज गुडी को गति करंती से माने एक वैद्युतिक परिपथ रे एक विद्युत स्रोत गठन करंती एहा सही स्रोत जहा एक बत्ती को आलोकित करे किंबा एक तापन प्रभाव किंबा एक चुंबकीय प्रभाव सृष्टि करे तेणु ए जेतेबेले चार्ज गुडी को गति करंती से माने कोन वैद्युतिक माने वैद्युतिक परिपथ रे विद्युत स्रोत गठन करंती से स्रोतटा कोन करे ना गोटे बत्तीटा को कोन करे आलोकित करे माने जलाए हैला कि आउ कौन करे ना गोटे ताप प्रभाव कि गरम करे किंबा कौन हुए तापन प्रभाव किंबा गोटे चुंबकीय प्रभाव से सृष्टि करि पारे तो आज आम एतकी जाए आलोचना करबा नेक्स्ट वीडियो में माध्याकर्षण बल विषय आलोचना करबा आशा करुच्ची पिला माने भिडियो को भल भाव बुझी पाथिबो भिडियो को लाइक कमेंट और प्रचुर मात्रा में शेयर करिवो जो माने पर्यंत चैनल को सब्सक्राइब करिनो अतिश्र चैनल को सब्सक्राइब करिनबो एवं पाखरे थिबा बेल आइकन को दबाई देबो जहा फल कि मो वीडियो छाड़ तुम पाखको नोटिफिकेशन पळेबो फल रे तुम जानि पारिबो धन्यवाद।